ଦିନକୁ ଦିନ ରାଜପଥରେ ବଢ଼ି ଚାଲିଛି ଲୁଟେରାଙ୍କ ପ୍ରାଦୁର୍ଭାବ। ଚୋରି ରାହାଜାନୀ ଛିନତାଇ ମର୍ଡର ଭଳି ଘଟଣା ଭିତାଉଛନ୍ତି ଲୁଟେରା, ଯାହା ଫଳରେ ରାଜପଥ ଉପରେ ଯାତାୟାତ କରିବାକୁ ଭୟ କରୁଛନ୍ତି ଲୋକେ। ରାତିରେ ଏଭଳି ଘଟଣା ଅଧିକ ଘଟୁଥିବା ଦେଖାଯାଉଛି। ତେଣୁ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ଭେଲୋରାଠାରେ ବସ୍ତା ପୋଲିସ ପକ୍ଷରୁ 2 ଚକିଆ 4 ଚକିଆ ଯାନ ସହିତ ବିଭିନ୍ନ ଗାଡ଼ି ମଟରଗୁଡ଼ିକୁ କଡ଼ାକଡ଼ି ଚେକିଂ କରାଯାଇଛି। 60 ନମ୍ବର ଜାତୀୟ ରାଜପଥ ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମୌଠାରୁ ହଳଦୀପଦା ପର୍ଯ୍ୟନ୍ତ ଲୁଟେରାମାନେ ଲୁଟି ଚାଲିଛନ୍ତି। କେତେବେଳେ ନିଜକୁ ଏମ୍ଭିଆଇ ପରିଚୟ ଦେଇ ଗାଡ଼ି ମଟର ଅଟକାଇବାକୁ ଲୁଟ୍ କରୁଛନ୍ତି, ତ କେତେବେଳେ ପୋଲିସ ଆର୍ଟିଓ କହି ଚାନ୍ଦା ଆଦାୟ କରୁଛନ୍ତି, ତ କେତେବେଳେ ବନ୍ଧୁକ ଭୁଜାଲିରେ ମରଣାତ୍ମକ ଆକ୍ରମଣ କରି ଲୁଟ୍ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ପୋଲିସ ପାଟ୍ରୋଲିଂ ପାଇଁ ବାରମ୍ବାର ଦାବି ହୋଇଆସୁଥିଲା। ତାହାକୁ ଆଖି ଆଗରେ ରଖି ଗତକାଲି ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିଛି। ଏଭଳି ପ୍ରତ୍ୟେକ ଦିନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଦିନକୁ ଦିନ ରାଜପଥରେ ବଢ଼ି ଚାଲିଛି ଲୁଟେରାଙ୍କ ପ୍ରାଦୁର୍ଭାବ। ଚୋରି ରାହାଜାନୀ ଛିନତାଇ ମର୍ଡର ଭଳି ଘଟଣା ଭିତାଉଛନ୍ତି ଲୁଟେରା, ଯାହା ଫଳରେ ରାଜପଥ ଉପରେ ଯାତାୟାତ କରିବାକୁ ଭୟ କରୁଛନ୍ତି ଲୋକେ। ରାତିରେ ଏଭଳି ଘଟଣା ଅଧିକ ଘଟୁଥିବା ଦେଖାଯାଉଛି। ତେଣୁ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ଭେଲୋରାଠାରେ ବସ୍ତା ପୋଲିସ ପକ୍ଷରୁ 2 ଚକିଆ 4 ଚକିଆ ଯାନ ସହିତ ବିଭିନ୍ନ ଗାଡ଼ି ମଟରଗୁଡ଼ିକୁ କଡ଼ାକଡ଼ି ଚେକିଂ କରାଯାଇଛି। 60 ନମ୍ବର ଜାତୀୟ ରାଜପଥ ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମୌଠାରୁ ହଳଦୀପଦା ପର୍ଯ୍ୟନ୍ତ ଲୁଟେରାମାନେ ଲୁଟି ଚାଲିଛନ୍ତି। କେତେବେଳେ ନିଜକୁ ଏମ୍ଭିଆଇ ପରିଚୟ ଦେଇ ଗାଡ଼ି ମଟର ଅଟକାଇବାକୁ ଲୁଟ୍ କରୁଛନ୍ତି, ତ କେତେବେଳେ ପୋଲିସ ଆର୍ଟିଓ କହି ଚାନ୍ଦା ଆଦାୟ କରୁଛନ୍ତି, ତ କେତେବେଳେ ବନ୍ଧୁକ ଭୁଜାଲିରେ ମରଣାତ୍ମକ ଆକ୍ରମଣ କରି ଲୁଟ୍ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ପୋଲିସ ପାଟ୍ରୋଲିଂ ପାଇଁ ବାରମ୍ବାର ଦାବି ହୋଇଆସୁଥିଲା। ତାହାକୁ ଆଖି ଆଗରେ ରଖି ଗତକାଲି ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିଛି। ଏଭଳି ପ୍ରତ୍ୟେକ ଦିନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।